ଆଜିର ଆମମାନଙ୍କର ଚିନ୍ତାର ବିଷୟ ହବ ଯେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଥିଲେ ସେ ଅନେକଙ୍କ ସହିତ ଗମନାଗମନ କରୁଥିଲେ, କଥାବାର୍ତ୍ତା କରୁଥିଲେ, ଶିକ୍ଷା ଦଉଥିଲେ ଏବଂ ଅନେକଙ୍କୁ ସେ ପରାମର୍ଶ ଦଉଥିଲେ ଆଉ ଉତ୍ସାହିତ କରୁଥିଲେ। ଆଉ ଆଜି ମଧ୍ୟ ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟ ଉତ୍ସାହିତ କରିବା ପାଇଁ ଇଚ୍ଛା କରନ୍ତି ତାଙ୍କ ବାକ୍ୟ ମାଧ୍ୟମରେ। ଆଉ ସେଇ ବାକ୍ୟ ଆମମାନେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ ଆମମାନେ ଦେଖିବା। ଯେତେବେଳେ ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିଲେ ସେ ଶିଷ୍ୟମାନଙ୍କୁ କହିଲେ ଏକ ସୁନ୍ଦର କଥା କହିଲେ, ଯେଉଁ କଥା କି ଅନେକଙ୍କ ନିମନ୍ତେ ଆବଶ୍ୟକ। ଛୋଟ ଲୋକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏବଂ ରାଜାଙ୍କ ଠାରୁ ଗରିବ ପର୍ଯ୍ୟନ୍ତ, ଯୋଉମାନେ କି ଆତ୍ମାରେ ବି ପରିପୂର୍ଣ୍ଣ, ଯୋଉମାନେ ଆତ୍ମା ବିହୀନ, ସେ ସମସ୍ତଙ୍କ ନିମନ୍ତେ ସେ ଶିଷ୍ୟମାନଙ୍କୁ କହିଲେ। ସେଇ ଶିଷ୍ୟମାନଙ୍କୁ ଏକ ସୁସମ୍ବାଦ ଦେଲେ, ଯାହାକି ତୁମେ ଜଗତର ଲବଣ। এই ବାକ୍ୟ ଆପଣମାନଙ୍କ ନିମନ୍ତେ ନୂଆ ନୁହଁ, ଆପଣମାନଙ୍କ ନିମନ୍ତେ ତାହା ସମ୍ପୂର୍ଣ୍ଣ ପୁରୁଣା। କିନ୍ତୁ ଆଜି ଆମମାନେ ଦେଖିବା ଯୀଶୁ ଖ୍ରୀଷ୍ଟ କାହିଁକି ଶିଷ୍ୟମାନଙ୍କୁ କହିଲେ ତୁମେ ଜଗତର ଲବଣ, ଆଉ ତୁମେ ଜଗତର ଚିନି କାହିଁକି କହିଲେ ନାହିଁ? ଜଗତର ଅନ୍ୟ ଜିନିଷ, ଅନ୍ୟ ବସ୍ତୁର ନାମ କାହିଁକି ନେଲେ ନାହିଁ? କିନ୍ତୁ ଯୀଶୁ ଖ୍ରୀଷ୍ଟ କାହିଁକି ଶିଷ୍ୟମାନଙ୍କୁ କହିଲେ ଜଗତର ଲବଣ? ଆଉ କି ପ୍ରକାର ଲବଣ? ଲବଣର ଆମେ ଚାରୋଟି ଗୁଣକୁ ଦେଖିବା, ଯେଉଁ ଗୁଣ କି ପୁରାତନ ନିୟମରେ ମଧ୍ୟ ଲବଣ ବିଷୟରେ ଲେଖାଯାଇଛି। ଲବଣ କୋଉଥିପାଇଁ ବ୍ୟବହାର ହୋଇଥାଏ? ଲବଣ କାହିଁକି ପୁରାତନ ନିୟମରେ ଆବଶ୍ୟକ ଥିଲା? ପୁରାତନ ନିୟମର ଦୁଇ ତିନିଟି ବିଷୟକୁ ଆମେ ପଢିବା, ତତ୍ପରେ ଆମେ ନୂତନ ନିୟମକୁ ଆସିବା। ଦ୍ୱିତୀୟ ବଂଶାବଳୀ ତାର 13 ଅଧ୍ୟାୟ 5 ପଦକୁ ଆମେ ଅଧ୍ୟୟନ କରିବା। ଏଥିରେ ଏକ ସୁନ୍ଦର ବିଷୟ ଲେଖାଯାଇଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣ ନିୟମ ଦ୍ୱାରା ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ ଅର୍ଥାତ୍ ତାଙ୍କୁ ଓ ତାଙ୍କ ସନ୍ତାନ ଗଣକୁ ଦେଇଅଛନ୍ତି। ଏହା କଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହଁ? ହେଉଛି ପ୍ରଶ୍ନବାଚକ। ତ ଦାଉଦଙ୍କର ସନ୍ତାନ ଗଣ, ଆମେ ଯେତେବେଳେ ଦାଉଦଙ୍କ ସନ୍ତାନ ଗଣକୁ ଦେଖୁଅଛୁ ପୁରାତନ ନିୟମ ଠାରୁ, ଆଉ ଯେତେବେଳେ ଆମେ ନୂତନ ନିୟମରେ ଆସୁଛୁ ଦାଉଦଙ୍କର ବଂଶ ମାତୃଲିପ୍ତ ସୁସମାଚାର 1 ଅଧ୍ୟାୟରେ ଯାହାକି ଉତ୍ପନ୍ନ ହେଇଅଛି, ସେମାନେ ସନ୍ତାନ ଗଣ ଯୋଉମାନେ କି ଯୀଶୁ ଖ୍ରୀଷ୍ଟଙ୍କର ଜିନିଓଲୋଜି ବା ଦାଉଦଙ୍କର ଜିନିଓଲୋଜି ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ପହଞ୍ଚୁଅଛି। ତ ଆମମାନେ ସେଇ ବଂଶଜାତ ହଉଛୁ, ସେ ଲବଣର ନିୟମ ସ୍ଥାପନ କରିଥିବା ଏକ ବ୍ୟକ୍ତି ମାନେ। ଆପଣ ଲବଣ ବିଷୟରେ ଅନେକ ବିଷୟ ଜାଣିଛନ୍ତି। ଲବଣ ବିଷୟରେ ମୁଁ ଆଜି କହିବାକୁ ଚାହେଁ ନାହିଁ, ତାହା ତରକାରୀରେ ପକେଇଲେ ସ୍ୱାଦ କରିବ, ଆଉ ଅଧିକା ହେଲେ ତାହା ଲୋକମାନେ ଫୋପାଡ଼ି ଦେବେ, ପାଦରେ ତାହା ଦଳିତ କରିବେ। ଏଇ କଥା ଗୁଡାକ ଆଜି ଆମେ ଚିନ୍ତା କରିବା ନାହିଁ, କିନ୍ତୁ ଆଜି ଚିନ୍ତା କରିବା ଲବଣ ଗୋଟେ ଏପରି ଏକ ବସ୍ତୁ ଅଟେ, ଲବଣ ଏକ ଜିନିଷ ଏପରି ଅଟେ ଯାହାକି ପରମେଶ୍ୱର ଲବଣ ଦ୍ୱାରା ଇସ୍ରାଏଲ ଲୋକମାନଙ୍କୁ ଏକ ନିୟମ ସ୍ଥାପନ କରିଛନ୍ତି। ଯେଉଁ ନିୟମ କି ଆମମାନେ ଆଜି ନୂତନ ନିୟମରେ ଦେଖିବାକୁ ପାଇବା। ଯେଉଁ ଲବଣ ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ନିୟମ ଅଟେ, ଯେଉଁ ଲବଣ ଏକ ନିୟମର ସ୍ଥାପକ ଅଟେ, ଏକ ନିୟମ ଯେଉଁ ଲବଣ ଦାଉଦ ବଂଶ ନିମନ୍ତେ, ଦାଉଦଙ୍କ ଲୋକଙ୍କ ନିମନ୍ତେ ତା ଏକ ନିୟମ ପ୍ରତିଜ୍ଞା କରାଯାଇଅଛି ଯେ ଲବଣ କାହିଁକି କରାଗଲା, ଅନ୍ୟ ବିଷୟ କାହିଁକି କରାଗଲା ନାହିଁ। ଏଇ ଲବଣ ଦାଉଦ ସନ୍ତାନଙ୍କ ପାଇଁ, ରୁଟ୍ ଅଫ ଦ ଡେଭିଡ, ଯୋଉମାନେ କି ଦାଉଦଙ୍କ ବଂଶଜାତ, ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କର ଲୋକମାନେ,
जो माने इस्राएल लोक माने इस्राएल मानक निमंते लवण को व्यवहार करा जायछि एक नियम स्थापन करा जायछि सेई नियम आमे जेतेबेले देखिबा को पाउछु लेवी पुस्तक 2 अध्याय 13 पद देखिबा को पाउछु लवण विहीन Yes. बिना लवण रे कोनोसी नियम स्थापन करा जाई पारिबो नाही आउ तुम्भर समस्त नैवेद्य सहित लवण उत्सर्ग करिब मोर प्रिय मान जो लवण को नैवेद्य को आनिबा पाई चाहंती तुम्भे आपना भक्य नैवेद्य तुम्हर परमेश्वर को नियम सिंधु को लवण रहित हेबाकू देब नाही तार अर्थ आमे लवण सेथिरे स्वादयुक्त हेबाकू पड़िबो जो नियम स्थापन करा जाउछि एब्रियो मानक निमंते जो नियम स्थापन करा गला इस्राएल मानक निमंते जो नियम स्थापन करा गला ताहा जे स्वाद अटे ताहा जे उत्सर्गीकृत अटे ताहा एक नियम इट इज कवेनेंट विथ गॉड फॉर द पीपल ऑफ इस्राएल जे इस्राएल लोक मानक निमंते एक नियम स्थापन करा गला ताहा एपरि लवण एपरि स्वादयुक्त हबो एपरि ताहा नियम स्थापन करिबो से नियम को केई मध्य भग्न करि परिबे नाही ए नियम एपरि नियम अटे जहा कि आशीर्वादर नियम जहा कि कवन से नियम सिंधु करे ताहाकू व्यवहार करा जाय पारे नियम सिंधु को कोन ताहा माने जेतेबेले देखिबा पुरातन नियमर अनेक विषय अछि ताहा एक पवित्र स्थान ताहा एक पवित्र कार्यर एक समवेश अटे परमेश्वरंकर एक समागम स्थान अटे पवित्र आत्मांकर कार्यर एक समागम स्थान अटे सही जगह रे लवण को व्यवहार करिया पाए परमेश्वर आज्ञा करूछंती मोर प्रिय माने आज सही लवण जेतेबेले आमे देखुछु आदि पुस्तक रे आमे देखुछु जे कि सही लवण जेतेबेले आमे लवण खंब देखुछु सदम गमोरार विनष्ट जो कि लोटों परिवार मध्य जहा कि विनष्टर कारण हिला आउ सेई परिवार बंचिला किंतु जड़े लोक जे ताकू लवण खंब बा स्तंभ हेले ता अभिशप्त लवण थिला से अभिशप्त लवण आउ किए नुह लोटों स्त्री थिले आउ से लोटों स्त्री लवण युक्त नुहंती से स्वादयुक्त नुहंती से होचंती बैकस्लाइडेड से पछकू देखिबा लोक जो माने कि लवण युक्त होंती से माने नियम विषय रे आगो को बढ़ंती जो माने कि नियम बाहर को जानती से माने लवण विहीन होंती जो नियम सिंधु करो जो माने कि नियमर बाहरे से लवण युक्त हेई परिबे नाही आज आमे जेतेबेले कि पुरातन नियम को देखोछु तो एक लवण एक स्वादिष्ट अटे जेते आउ गोटे पुरातन जगह रे आमे देखिबा पुरातन नियम रे तो जेतेबेले कि युद्धर माहौल तैयार हैला आ जेतेबेले से जीतु नाहंती अनेक लोक मानकु जदि भी परास्त करा जाई अछि अनेक लोक मानकु सेते आघात करा जाई छी अनेक लोकन को मरा जाई अछि आ सेति रे से कोन कहले से समस्त स्थल जगह रे मरण स्थान रे लवण को बिछई देले जहा कि सही जगह रे आउ केबे मध्य फसल हेबो नाही किंतु आज आमे जेतेबेले कि आमे देखुछु लवण गुटी एपरी लवण जहा कि यीशु ख्रीष्ट नूतन नियम रे ताको की प्रकार व्यवहार करिया चाहंती जो लवण की पुरातन नियम रु नूतन नियम को आसी अछि जो नियम की ब्रदरहुड जहा कि पुरातन नियम रे करे बंधुतार नियम को स्थापन करे प्रेमर नियम को स्थापन करे नम्रतार नियम को स्थापन करे एक नियम जहा कि परमेश्वर निकटवर्ती हेबा पाई एक नियम स्थापन करे जो कि समागम तंबू जहा कि नियम जो कि स्थापन करियछंती ताहा एक अन्य मानकर उत्तमनता निमंते नियम स्थापन कले अन्य मानकु रक्षा करिया निमंते नियम स्थापन कले अन्य मानकु जेपरि कि परित्राण निमंते नियम स्थापन कले किंतु नूतन नियम रे जे लवण शिष्य मानकु यीशु ख्रीष्ट कहिले तुम्भे माने जगतर लवण जहा कि आमे माथ्यू लिखित सुसमाचार तार 5 अध्याय
13 पदरे आम देखा पाऊँ जो लवण की ओपेनली आउटवार्डली जहाँ को कि बाहर व्यवहार करा से लवण नूतन नियम प्रकाशित होउछि माथि लिखित सुसमाचार तार 5 अध्याय 13 पद का माने अध्ययन करबा तुम्भे माने पृथ्वीर लवण किंतु लवण जदि स्वादविहीन हुए तेबे ताहा काहिरे लवणत्व युक्त हेबो ताहा आउ कौनसी कार्ययोग्य नुहे केवल बाहरे पका जाई लोकमानक पाद तले दलित हेबार योग्य एथिरे आमे देखिबाकू पाउछु लवण जदि स्वाद विहीन हुए ताहा माने पाद तले दलित करा जिवल कुआ जायछि आपण माने जानନ୍ତି लोक माने लवण को क्विंटाल क्विंटाल संख्या किनନ୍ତି नाही घर को आनिबा निमंते कम लुण किनि थांती अनेक जिनिस चाउल डाली अन्य विषय बहुत किनନ୍ତି ता डेफिनेशन ऑफ द सॉल्ट मो कहया पई चाहे तार संज्ञा विषय कहया चाहे लवण कम किना जाए लवण कम दाम हे थाए लवण कम व्यवहार करा जाए थाए ताहा कम दाम रो अर्थ लवण जहा कि पुरातन नियम रे जते इस्राएल को हम जते नियम को देखोचो इस्राएल लोकमान को परमेश्वर किणी की बहुमूल्य तांकर बहुमूल्य जीवन दे इस्राएल मान को मिस्र ठारू किणी किणान देश को नेबा पाए से अनेक मूल्य देवा को पड़िला जो मूल्य जे आमे भाबू इस्राएल मान को गोष्ठी को बुझाउछि जे इस्राएल माने दासत्व लोक माने दासत्व कर्मकारी माने से माने बंधन रे थिबा लोक माने इंग्लिश रे से मान को स्लेव बोली कहा जाए तो से मान को कोन कहा जाए एको किछि गुटे काम करिया पई से मान को कम दाम रे व्यवहार करा जाउथिला किंतु न्यू टेस्टामेंट रे Jesus has paid much price. He has given his life for them. नूतन नियम रे यीशु ख्रीष्ट बहुमूल्य देई किणिले एवं कहिले तुमे जगत निमंते एक लवण अट पुरातन रे जेपरि कि कम दाम कम विषय कम व्यवहार कर एपरि थिला किंतु नूतन नियम रे जगतर समस्त जगारे समस्त भाषावादी मानक पाखरे समस्त गोष्ठी रे समस्त जाति रे समस्त लोकंक मध्यरे तुमे जे महान हेबो ता तुमे स्वादयुक्त हे पारिबो ता न्यू टेस्टामेंट रे यीशु ख्रीष्ट कहंती कारण सेही विषय को आमने देखिबा को पाइबा तो यीशु ख्रीष्ट कहि नांती तुमे जो लवण तुमे डाइनिंग हॉल रे टेबल रे गुटिए छोट कोप रे रखा जिबा लवण नुह यीशु ख्रीष्ट एटे कहु नांती तुमे रुसई घर को कोण रे रहिथिबा एक लवण नुह जहा कि तरकारी रे पका जाए यीशु ख्रीष्ट एटे कहु नांती तुमे जे खाली गुटिए तरकारी रे पकेइबो किमा अन्य जगह रे पकेइबा एक लवण नुह किंतु यीशु ख्रीष्ट कहंती तुमे जगतर लवण तुमे गुटिए जगार अन्य स्थान को रप्तानी हेबा लवण अट से लवण तुम्भे माने अट यीशु ख्रीष्ट एई जगह आम मान को ए प्रकार कहया चाहती से अनेक पुरातन रे कहि आसी नूतन नियम रे यीशु ख्रीष्ट कहिसंती आज जो माने कि आमे पंचम गॉस्पेल पंचम विश्वासी जो माने कि जेपरि कि आमे कहूछु माथ्यू मार्क लूक जॉन चारोटी सुसमाचार किंतु जो पंचम सुसमाचार आमे जाके आमे सेही सुसमाचार प्रेरित माने यीशु ख्रीष्ट को निमंते गोटे स्थान और अन्य स्थान को रप्तानी करा जिबा व्यक्ति विशेष माने प्रेरित माने विश्वासी माने पालक माने प्रचारक माने भविष्य वक्ता माने जो माने काजी भाववाणी कहंती से प्रत्येक को आज यीशु ख्रीष्ट कहबा को चाहंती तुम्भे माने जगतर लवण लवणर क्वालिटीज अछि लवणर क्वालिटीज इट इज सेपरेटेड फ्रॉम द सी समुद्र ठारू ताहाकू भिन्न करा जाई थाए एक गुटियो अन्य जगह को ताकू सेपरेट कले पानी को सेपरेट करिबा प्रथम काम देन ताकू एकत्र गुटिए जगह रे ठुलो करिबा आ जेतेले ताकू ठुलो करा जाए
आउ ताकू एक छोट एक बंध परी करा जाए आउ से पानी को सेपरेट करा जाए ताहा जगत ठारू सेपरेट करा जाई थाए हम को परमेश्वर जगत ठारू अलगा करंती एंड कौन करा जाए तापरे सूर्यर किरण रे से जलटी सुखी जाए से जेतले जल सुखी जाए सेतले तार लवणाक्त अंश आसे ଆଉ ତାହାକୁ କଣ କରାଯାଏ ସେଇ ଲବଣକୁ ଏକତ୍ର କରାଯାଏ ଏକତ୍ର କରି ମେସିନକୁ ନିଆଯାଏ ଆଉ ସେଥିରେ ତାକୁ ଶୁଦ୍ଧ ବା ସ୍ୱଚ୍ଛ କରାଯାଏ ଏବଂ ସଫା ଦେଖାଯାଏ ଆଉ ସେଇ ଲବଣକୁ କଣ କରାଯାଏ ଅନ୍ୟ ଜାଗାକୁ ଟ୍ରାନ୍ସପୋର୍ଟ କରାଯାଏ ଅନ୍ୟ ଜାଗାକୁ ତାହାକୁ ଯେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଟ୍ରାନ୍ସଫର କରାଯାଏ ମୋର ପ୍ରିୟ ମାନେ ଆମେ ଯଦି ଜାଣିଛୁ ଆମେ ଯେ ଜଗତ ଠାରୁ ଆମେ ଅଲଗା ହେଇଛୁ ଆମେ ଯଦି ଆମେ ଏଇ ଜାଗାରେ କହୁଛୁ ଆମମାନେ ଅନେକ କଷ୍ଟ ଯନ୍ତ୍ରଣା ଦେଇ ଆମେ ଯାତ୍ରା କରୁଛୁ ତାହା ହେଉଛି ଲବଣର କ୍ୱାଲିଟିସ୍ ଆମମାନେ ଆଜି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଆମେ ପ୍ରେରିତ ହେଉଛୁ ଆଉ ଲବଣ ଗୋଟିଏ ଏପରି ଅଟେ ଲବଣ ଯେ ସ୍ୱାଦଯୁକ୍ତ ଅଟେ ସେ କି ପ୍ରକାର ସ୍ୱାଦଯୁକ୍ତ ଅଟେ ସେ ଶାନ୍ତି ସ୍ଥାପନ କରେ ଅନ୍ୟମାନଙ୍କର ବିରକ୍ତ ମନକୁ ଯେତେବେଳେ ଲୁଣ କୋଉ ଜାଗାରେ ଯଦି ହେଇନଥିବ ସେଇ ଜାଗାରେ ଯେତେବେଳେ ଅଶାନ୍ତି ଥାଏ ଯେତେବେଳେ ଲୁଣ ଠିକ ଲାଗିଥିବ ସେତେବେଳେ ତାହା ସ୍ୱାଦଯୁକ୍ତ ବା ଶାନ୍ତି ଆଣେ ଆଉ ଲବଣ ଏପରି ଗୋଟିଏ ଜିନିଷ ଆମେ ଗଣନା ପୁସ୍ତକ 18 ଅଧ୍ୟାୟ 19 ପଦରେ ଯେତେବେଳେ କି ଦେଖିବା ତାହା ଯେ ନମ୍ରତାର ଗୁଣ ତାଙ୍କ ପାଖରେ ଥାଏ ଇଟ୍ ଇଜ ଏ କ୍ୱାଲିଟି ଅଫ ଦ ହ୍ୟୁମିଲିଟି ହମ୍ବଲନେସ ହ୍ୟୁମିଲିଟି ତାର ଅଛି ଆମେ ଗଣନା ପୁସ୍ତକ ତାର 18 ଅଧ୍ୟାୟ 19 ପଦ ଗୋଟେ ପଢିବା ଅନନ୍ତକାଳୀନ ଲବଣର ନିୟ ତାହାକୁ ପରମେଶ୍ୱର କଣ କହୁଛନ୍ତି ଏକ କମିଟମେଣ୍ଟ ଲାଇଫ ନମ୍ରତାର ଜୀବନ ସେଥିରେ ଶୁଦ୍ଧତାର ଜୀବନ ଅଛି ସେଥିରେ ସୁରକ୍ଷାର ଜୀବନ ଅଛି ସେଥିରେ ପବିତ୍ରତାର ଗୁଣ ଅଛି ଲବଣର ନିୟମ ତାଙ୍କ ପାଇଁ ସ୍ଥାପନ କଲେ ଆଉ ଅନ୍ୟ କୋଉ ନିୟମକୁ ସ୍ଥାପନ କଲେ ନାହିଁ ଲବଣ ଗୋଟେ ଏପରି ତାହା ସଫା ଦେଖାଯାଏ ଇଟ୍ ହାଜ୍ ଦ ପ୍ୟୁରିଟି ତାହାର ଏକ ପବିତ୍ରତାର ଏକ ଯେଉଁ କି ଜିନିଷକୁ ଆମେ ଦେଖିପାରୁଛୁ ଧଳାର ଶୁଦ୍ଧତାର ଜିନିଷ ଦେଖିପାରୁଛୁ ତାହା ଯେଉଁ କି ତାହା ନମ୍ରତାର ବିଷୟକୁ ଆମେ ଦେଖିପାରୁ ଯାହାକି ଲବଣ ଯେତେବେଳେ ଆପଣ ପକାନ୍ତି ଇମିଡିଏଟ ତାହା ତଳକୁ ଗଡ଼ି ଯାଇଥାଏ ଯେତେବେଳେ ଆପଣ ପାଣିରେ ପକାନ୍ତି କିମ୍ବା କୋଉ ଜାଗାରେ ପକାନ୍ତି ଲୁଣ ତଳକୁ ପକାଯାଏ ଆଉ ଲବଣ ତାହା ମିଶିଥାଏ ଏହା ଶାନ୍ତି ସ୍ଥାପନ କରେ ଅନ୍ୟମାନଙ୍କ ଜୀବନକୁ ଦୟା ଆଣିଥାଇପାରେ ସେଇ ଲବଣ ଯେ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଥିଲେ ଆଜି ସେଇ ଲବଣ ଆମମାନେ ସେଇ ଲବଣ ଆଉ କିଏ ନୁହଁ ଆମମାନଙ୍କ ଜୀବନରେ ସେଇ ଲବଣ ପ୍ରଭୁ ବ୍ୟବହାର କରିବାକୁ ଚାହାନ୍ତି ଆମେ ଜଗତ ନିମନ୍ତେ ଲବଣଠୁ ଆମେ କଲ୍ ଟୁ ବି ଏ ସେପାରେଟେଡ ସେଇ ଲବଣ ଆମମାନଙ୍କୁ ଯେ ପରମେଶ୍ୱର ଖାଇବା ପାଇଁ ଆମମାନଙ୍କୁ ବ୍ୟବହାର କରିନାହାନ୍ତି ଯେଉଁ ଲବଣ ଅନ୍ୟମାନଙ୍କ ସମ୍ମୁଖରେ ମିକ୍ସିଂ ନେଚର ପ୍ରୋଟେକ୍ସନ ନେଚର ପ୍ରିଭେଣ୍ଟିଭ ନେଚର ଯୋଉଟା କି ଆମମାନେ ଅନ୍ୟର ସୁରକ୍ଷାର କ୍ୱାଲିଟି ଆମ ପାଖରେ ଥିବା ଦରକାର ଯେଉଁ କି ସୁରକ୍ଷାର ଗୁଣ ଯାହାକି ନଷ୍ଟ ନ ହେବା ଗୁଣ ଗୋଟିଏ ଆତ୍ମା ସୁଦ୍ଧା ଯେପରିକି ନଷ୍ଟ ନ ହୁଏ ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି ପରମେଶ୍ୱର ଚାହାନ୍ତି ଯେ ଯେଉଁ ଲବଣ ସୁରକ୍ଷାର ଲବଣ ଅଟେ ଯେଉଁ କି ବ୍ୟକ୍ତି ଜଣେ ଏକ ଲବଣ ସଦୃଶ୍ୟ ଅଟନ୍ତି ଯେ ସବୁ ଜାଗାରେ ମିକ୍ସିଂ ହେଇପାରନ୍ତି ସବୁ ଜାଗାରେ ସ୍ୱାଦଯୁକ୍ତ ହେଇପାରନ୍ତି ନିଜ ପରିବାର ମଧ୍ୟରେ ନିଜ ଅଡୋଶୀ ପଡୋଶୀରେ ନିଜର ଗ୍ରାମରେ ନିଜର ପଞ୍ଚାୟତରେ ନିଜର ଜିଲ୍ଲାରେ ନିଜର ସହରରେ ସେ ଅନ୍ୟମାନଙ୍କ ନିମନ୍ତେ ମିକ୍ସିଂ ନେଚର ସମସ୍ତଙ୍କ ସହିତ ସମାନ ଯେପରି ହେଇପାରନ୍ତି ଆପଣମାନେ ଜାଣନ୍ତି ଲବଣ ରାଜାଙ୍କ ଠାରୁ ଆରମ୍ଭ କରି ଜ୍ଞାନୀମାନଙ୍କ ଠାରୁ ଆରମ୍ଭ କରି ଯେଉଁ ଲବଣ ଆମେ ଖାଉ ସେଇ ଲବଣ ଡକ୍ଟରଙ୍କୁ ଦରକାର ଯେଉଁ ଲବଣ ଆମେ ବ୍ୟବହାର କରୁ ସେଇ ଲବଣ ଏକ ସାଧାରଣ ଲୋକଙ୍କୁ ଦରକାର
ସେହିପରି ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟକୁ ଘେନିକି ଯିବା ଲୋକମାନେ ହଉଛନ୍ତି ଯେ ପଞ୍ଚମ ସୁସମାଚାର ପ୍ରଚାରକ ମାନେ। ପଞ୍ଚମ ଗସ୍ପଲ, ପଞ୍ଚମ ସୁସମାଚାର ପ୍ରଚାର ଯେ ମୁଁ ଏବଂ ଆପଣ ଯେ କି ପ୍ରତ୍ୟେକ ଲୋକଙ୍କ ପାଇଁ ଆବଶ୍ୟକ ଅଟୁ। ଧନୀ ପାଇଁ ଆବଶ୍ୟକ ଅଟୁ, ଗରିବ ପାଇଁ ଆବଶ୍ୟକ ଅଟୁ, ପଣ୍ଡିତ ପାଇଁ ଆବଶ୍ୟକ ଅଟୁ, ସାଇଣ୍ଟିଷ୍ଟ ପାଇଁ ଆବଶ୍ୟକ ଅଟୁ, ମୂର୍ଖ ପାଇଁ ଆମେ ଆବଶ୍ୟକ ଅଟୁ। ଯେଉଁକି ଲୁଣର ଆବଶ୍ୟକତା ପ୍ରତ୍ୟେକଙ୍କ ପାଇଁ ଅଟେ। ଆଉ ସେ ହଉଛନ୍ତି ଯେ ଲବଣ ବିହୀନ ଯିଏକି ସ୍ୱାଦ ଦେଇ ପାରନ୍ତି ନାହିଁ, ଯେଉଁ ନିୟମକୁ ପାଳନ କରି ପାରନ୍ତି ନାହିଁ, ସେ ହଉଛନ୍ତି ସେଇ ଲୋଟଙ୍କର ଯେଉଁ ସ୍ତ୍ରୀଙ୍କର ସନ୍ତାନ ସନ୍ତତି ଅଟନ୍ତି। ସେମାନେ ଜଗତର ଧନ ଉପରେ ଲୋଭ, ସେମାନେ ପଛକୁ ଫେରନ୍ତି, ଜଗତକୁ ଅନାନ୍ତି, ଜଗତ ବିଷୟରେ ଚିନ୍ତା କରନ୍ତି, ସେମାନେ ପ୍ରଭୁଙ୍କ ରାଜ୍ୟ ବିଷୟରେ ଚିନ୍ତା କରନ୍ତି ନାହିଁ। ଯୋଉମାନେ କି ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଚିନ୍ତା କରନ୍ତି, ଆଉ ସେମାନେ ଅନ୍ୟଙ୍କ ସହିତ ସ୍ୱାଦଯୁକ୍ତ ହୁଅନ୍ତି, ଆଉ ଅନ୍ୟଙ୍କ ସହିତ ସେମାନେ ଆନନ୍ଦରେ ସମୟକୁ ଅତିବାହିତ କରନ୍ତି। ଆଉ ସେମାନେ ଅନ୍ୟକୁ କି ପ୍ରକାର ସୁରକ୍ଷା ଦେବେ, ସୁରକ୍ଷା ଦେବାର ନେଚର ତାଙ୍କ ପାଖରେ ଥାଏ। ଯେତେବେଳେ କି ଲୁଣକୁ ଆପଣ ବ୍ୟବହାର କରିବେ, ଲୁଣ ଅନେକ ଦିନ ପର୍ଯ୍ୟନ୍ତ ଗୋଟିଏ ଜିନିଷକୁ ସୁରକ୍ଷିତ କରିପାରେ। ଆପଣ ଯେତେବେଳେ ଲୁଣକୁ ବ୍ୟବହାର କରିବେ, ତାହା କଳଙ୍କିତକୁ ଦୂର କରେ। କଳଙ୍କିତ ଯେଉଁ ଜିନିଷ ଥିବ ଆପଣ ଲୁଣ ଦ୍ୱାରା ଘଷିବେ, ତାହା ଦୂର କରିଥାଏ। ଇଟ୍ ଗିଭ୍ସ ଦ ପ୍ୟୁରିଟି। ଏହା ଲୁଣ ମଧ୍ୟରେ ଏକ ଯେଉଁ କି ସୂଚୀକରଣ ବା ଶୁଦ୍ଧଚିତତା ଥାଏ। ଯେଉଁ କଳଙ୍କିତ ହେଇଥାଏ ମନୁଷ୍ୟ ଜୀବନରେ ଦାଗ ହେଇଥାଏ, ତାହାକୁ ନିସ୍ଦାଗ କରିବା ପାଇଁ ଲବଣ ଦରକାର। ସେ ଲବଣ ଆଉ କିଏ ନୁହଁ, ସେ ଲବଣ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଲେ ତୁମେ ଜଗତର ଲବଣ। ତ ସେଇ ଲବଣ ଯେ ଆପଣ ମାନେ ଏବଂ ମୁଁ ଅଟୁ। ଆଉ ସେଇ ଲବଣ କଣ କରେ, ସେ ସ୍କିନ୍ ବା ଚମଡ଼ାକୁ ପ୍ରୋଟେକ୍ଟ କରେ। ଆଜି ଆମମାନଙ୍କର ସ୍କିନ୍ କୁ ପ୍ରୋଟେକ୍ଟ କରିବା ଯେ ବଡ ବିଷୟ ନୁହଁ। ସେ ସ୍କିନ୍ ଆମେ ଯେତେବେଳେ କି ପାଞ୍ଚ ଇନ୍ଦ୍ରିୟ ବିଷୟରେ ଆମେ ଜାଣିବା, ପାଞ୍ଚ ଇନ୍ଦ୍ରିୟ ମଧ୍ୟରେ ଯାହାକି ଟାଚିଂ, ଯୋଉଟା କି ସ୍ପର୍ଶ କରିବା, ଏକ ସ୍କିନ୍ ଯେପରିକି ତା ଅନୁଭବ କରିପାରେ। ଲେଟ୍ ପିପୁଲ ଏକ୍ସପିରିଏନ୍ସ ଦ୍ୟାଟ୍ ଆୱାର ଟକିଂ ଆଟିଚ୍ୟୁଡ୍ସ, ଆମମାନଙ୍କର କାର୍ଯ୍ୟକଳାପ, କଥାବାର୍ତ୍ତା ସବୁ କିଛି ସେମାନେ ସେନ୍ସ କରନ୍ତୁ। ଆମମାନଙ୍କର କଥା ସେମାନଙ୍କୁ ବାଧାର କାରଣ ନ ହଉ, ସେମାନଙ୍କୁ ଆଘାତର କାରଣ ନ ହଉ। ଚମଡ଼ାକୁ ଯେତେବେଳେ ଆଘାତ ପହଞ୍ଚେ, ସେତେବେଳେ ଏକ ମସ୍ତିଷ୍କକୁ ଆଘାତ ଆସେ। ଯଦି ଆମମାନଙ୍କ କଥା ଯଦି ସେମାନଙ୍କୁ ଉତ୍ତମ ଲାଗେ, ଭଲ ଲାଗେ, ସେତେବେଳେ ସେମାନେ ଗ୍ରହଣ କରନ୍ତି ଆଉ ପ୍ରଭୁଙ୍କ ନିକଟକୁ ଆସନ୍ତି। ଆଉ ଆମେ ଯେପରିକି ଆମେ ଲବଣ ଜାଣିପାରୁଛୁ, ତାହା ପାଣି ଦ୍ୱାରା ଆମେ ତିଆରି ହେଇଥାଏ। ଯେଉଁ ଜଳ ଦ୍ୱାରା ସେଇ ଲବଣକୁ ତିଆରି କରାଯାଇଥାଏ, ସେଇ ଲବଣ ମଧ୍ୟ ପାଣିରେ ମିଶିଥାଏ। ଆମେ ମଧ୍ୟ ଯୋଉ କି ଜଗତରେ ଅଛୁ, ଯେକୌଣସି ଲୋକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କୁ ଯେପରି ଜଳ ଦରକାର, ସମସ୍ତଙ୍କୁ ସେହିପରି ଲବଣ ଦରକାର। ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସେଇ ଜଳ ଅଟନ୍ତି। ଆଉ ଯେତେବେଳେ କି ଲବଣ ସେଥିରେ ମିକ୍ସ ହେଇଯାଏ, ସେଥିରେ ଅନେକ ସ୍ୱାଦ ବାହାରିଥାଏ। ଲବଣ ଏପରିକି ତାହା ଆମମାନଙ୍କର ବ୍ୟଥାକୁ ଦୂର କରିଥାଏ, ଆମର ଯନ୍ତ୍ରଣାକୁ ଦୂର କରିଥାଏ। ଲବଣ ଆମମାନଙ୍କର ଅନେକ କଷ୍ଟକୁ ଦୂର କରିପାରିଥାଏ। ଲବଣ କିପରି ବ୍ୟଥାକୁ ଦୂର କରିପାରେ? ଆପଣମାନେ ଯେତେବେଳେ କି ଲୁଣକୁ ନେଇଥାନ୍ତି ଏବଂ ଗରମ କରନ୍ତି ଏବଂ ସେକ ଦିଅନ୍ତି, ତାପରେ ଆପଣ ଅନୁଭବ ଫିଲ୍ କରିଥାନ୍ତି ଆପଣଙ୍କର ଦରଦ ଦୂର ହେଇଯାଇଛି। ଇନ୍ ଦ ସେନ୍ସ ଯୀଶୁ ଖ୍ରୀଷ୍ଟ କୁହନ୍ତି, ଯେତେବେଳେ ଲବଣ ଯେତେବେଳେ କି ଦୁଃଖ ଜୀବନରେ, ଯନ୍ତ୍ରଣା ଜୀବନରେ, କଷ୍ଟ ଜୀବନରେ ଯେତେବେଳେ ଲବଣ ପହଞ୍ଚିଯାଏ, ସ୍ୱାଦଯୁକ୍ତ କଥା କୁହାଯାଏ, ପ୍ରଭୁଙ୍କ ବାର୍ତ୍ତା ଯେତେବେଳେ ପହଞ୍ଚିଯାଏ, ପ୍ରଭୁଙ୍କର ସୁସମାଚାର ଯେତେବେଳେ ପହଞ୍ଚିଯାଏ, ସେମାନଙ୍କର ଦୁଃଖ ଦୂର ହେଇଥାଏ।
ସେମାନଙ୍କର ଯନ୍ତ୍ରଣା ଦୂର ହେଇଥାଏ। ଆଜି ଯେକୌଣସି ଲୋକ ହଉ ନା କାହିଁକି, ସେ କୁଇ କଥା କହିବା ଲୋକ ହଉ, କିମ୍ବା ଇଂଲିଶ କଥା କହିବା ଲୋକ ହଉ, କିମ୍ବା ତେଲୁଗୁ କଥା କହିବା ଲୋକ ହଉ, କିମ୍ବା ଯେପରି ମୁସଲିମ କଥା କହିବା ଲୋକ ହଉ, କିମ୍ବା ତାମିଲ କଥା କହିବା ଲୋକ ହଉ, ତାଙ୍କ ପାଖକୁ ଯେତେବେଳେ ସୁସମାଚାର ପହଞ୍ଚିବ, ତାଙ୍କର ଦୁଃଖ ଦୂର ହେଇପାରେ, ତାଙ୍କର ଯନ୍ତ୍ରଣା ଦୂର ହେଇପାରେ, ତାଙ୍କର କଷ୍ଟ ଦୂର ହେଇପାରେ। ତାହା ହଉଛି ଲବଣ। ସେଇ ଲବଣ ଦରଦକୁ ଦୂର କରିପାରେ। ଆଉ ଯେଉଁ ଲବଣ କି ହାଡ଼କୁ ମଧ୍ୟ ଯୋଡ଼ିପାରେ, ଯେଉଁକି ଆପଣ ଜାଣିଛନ୍ତି କ୍ୟାଲସିୟମ କ୍ଲୋରାଇଡ, ସେଇ ଲବଣ କଣ କରିପାରେ? ଭଗ୍ନ ଅନ୍ତକରଣକୁ ସେ ଯୋଡ଼ିପାରେ। ଯେଉଁ ହାଡ଼ କି ଭଗ୍ନ ହେଇଥାଏ, ସେଥିରେ ବ୍ୟାଣ୍ଡେଜ କରାଯାଇଥାଏ। ଆଉ ବ୍ୟାଣ୍ଡେଜରେ କଣ କରାଯାଇଥାଏ? ବ୍ୟାଣ୍ଡେଜରେ ଲବଣ ଯୁକ୍ତ ବିଷୟକୁ ସେଥିରେ ଢଳା ଯାଇଥାଏ। ଆଉ ସେଇ ଲବଣ ତାକୁ ବାନ୍ଧିବାରେ, କ୍ଷତ ବାନ୍ଧିବାରେ ସାହାଯ୍ୟ କରିଥାଏ। ଇଟ୍ ବ୍ରିଙ୍ଗସ୍ ଦ ମାଇଣ୍ଡେଡ ଏ ନ୍ୟୁ ବୋନ୍, ତାକୁ ନୂତନ ବଳ ଏବଂ ନୂତନ ହାଡ଼ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଯୋଉ କି ବ୍ରୋକେନ୍ ହାର୍ଟେଡ ପିପଲ ଇନ୍ ଦ ୱାର୍ଲଡ, ଯୋଉମାନେ କି ହୃଦୟ ଭଗ୍ନ ହୋଇଥିବା ଲୋକମାନେ ଆଜି ଜଗତ ମଧ୍ୟରେ ଆଜି କାହା ପାଖକୁ ଧାଇଁବୁ ବୋଲି ଆଜି ଅନେକ ଲୋକମାନେ ଆଜି ଦୌଡୁଛନ୍ତି। ଆଜି ଅନେକ ଲୋକମାନେ ବିଭିନ୍ନ ସ୍ଥାନକୁ କାହା ପାଖକୁ ଯାଇ ଆମେ କାଉନ୍ସିଲିଂ କରିବୁ ବୋଲି ସେମାନେ ଚିନ୍ତା କରୁଛନ୍ତି। କିନ୍ତୁ ମୁଁ ଏବଂ ଆପଣ ଯଦି ସେଇ ଲବଣ ଯୁକ୍ତ ନିୟମକୁ, ବାଇବେଲକୁ, ବାକ୍ୟକୁ ଘେନି, ଯୀଶୁ ଖ୍ରୀଷ୍ଟଙ୍କୁ ଘେନି ତାଙ୍କ ନିକଟକୁ ଯାଉ, ତାହେଲେ ତାଙ୍କର ଭଗ୍ନ ଅନ୍ତକରଣକୁ ଆମେ ସମ୍ପୂର୍ଣ୍ଣ ଯୋଡ଼ି ପାରିବା। ତାହା ପରମେଶ୍ୱରଙ୍କର ଆଜି ବାକ୍ୟ କୁହେ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ କୁହନ୍ତି, ତୁମେ ଜଗତର ଲବଣ। ଭଗ୍ନ ଅନ୍ତକରଣ ଲୋକମାନଙ୍କୁ ଯେ ଯୋଡ଼ିବା ସାଧାରଣ ନୁହେଁ। ଯେତେବେଳେ ଜଣଙ୍କର ହାଡ଼ ଭାଙ୍ଗିଥାଏ, ତାହାକୁ ମାସ ମାସ ସଂଖ୍ୟା ମେଡିକାଲରେ ସମୟ ନେଇ ତାକୁ ଟ୍ରିଟମେଣ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ଜଣେ ପ୍ରଭୁଙ୍କର ଦାସ ଯାଆନ୍ତି, ଭଗ୍ନ ଅନ୍ତକରଣ ଲୋକମାନଙ୍କ ନିକଟରେ ପ୍ରାର୍ଥନା କରନ୍ତି, ବାକ୍ୟ କୁହନ୍ତି, ସେତେବେଳେ କିଛି ସମୟ ଲାଗେ ନାହିଁ। ହୋଲି ସ୍ପିରିଟ ତାଙ୍କୁ କାଉନ୍ସିଲିଂ କରନ୍ତି। ପବିତ୍ର ଆତ୍ମା ତାଙ୍କର ଭଗ୍ନ ଅନ୍ତକରଣକୁ ସେ ପସନ୍ଦ କରନ୍ତି ଏବଂ କୁହନ୍ତି। ଗୀତ ସହିତ ଯେପରିକି ବାକ୍ୟ ଲେଖା ଯାଇଛି 50 ଗୀତ ତାର 16-17, ପରମେଶ୍ୱର ତମେ ଯଦି ଚାହାନ୍ତ ତାହେଲେ ତୁମକୁ ମୁଁ ଏକ ବଳି ଉତ୍ସର୍ଗ କରନ୍ତି, ତୁମେ କିନ୍ତୁ ଭଗ୍ନ ଅନ୍ତକରଣକୁ ପସନ୍ଦ କରିଥାଅ। ଆଜି ଯେଉଁ ଭଗ୍ନ ଅନ୍ତକରଣ ଲୋକମାନେ ପୃଥିବୀରେ ଅଛନ୍ତି, ସେମାନେ ଏହି ଲବଣକୁ ଆବଶ୍ୟକ କରୁଛନ୍ତି, ଯେଉଁ ଲବଣ ଯାଇ ସେଠାରେ ପହଞ୍ଚିବ। ଆଉ ସେମାନେ କିଏ ନାହାନ୍ତି? ସେମାନେ ହଉଛନ୍ତି ସେଇ ପଞ୍ଚମ ସୁସମାଚାର, ଯିଏକି ମୁଁ ଏବଂ ଆପଣମାନେ। ଏହା ଦୀର୍ଘ ଶକ୍ତି ଯୋଗାଏ। ଲିକ୍ୱିଡ, ଆମେ ଯେତେବେଳେ କି ଅନେକ ଲୋକମାନେ ସେନ୍ସଲେସ୍ ହୁଅନ୍ତି, ଅନେକ ଲୋକମାନଙ୍କ ପାଖରେ ଅନେକ ଝାଡ଼ା ବାନ୍ତି ହୁଅନ୍ତି, ସେମାନଙ୍କୁ ଇମିଡିଏଟ୍ ସାଲାଇନ୍ ଦେବା ପାଇଁ କୁହାଯାଏ। ସାଲାଇନ୍ ଦେବା ପାଇଁ କୁହାଯାଏ, ଯାହାକି ଲବଣ ଯୁକ୍ତ ଥାଏ। It strengthens the physical strength. ଏହା ଜଗତର ଶରୀରକୁ ବଳବାନ କରେ। କିନ୍ତୁ ସାଲାଇନ୍ ଯେ ଆତ୍ମିକ ଅର୍ଥରେ ଯେତେବେଳେ ଆମେ ବୁଝୁ, ତାହା ଯେ ଏକ ଆତ୍ମିକର ଏକ ଶକ୍ତି। ସାଲାଇନ୍, the Holy Spirit enter into the human body. ପବିତ୍ର ଆତ୍ମା ପରମେଶ୍ୱରଙ୍କ ଆଜ୍ଞା ନେଇ ସେ ସାଲାଇନ୍ ଭଳି ପବିତ୍ର ଆତ୍ମାଙ୍କ ଦ୍ୱାରା କାର୍ଯ୍ୟ କରନ୍ତି, ଯାହାକି ମନୁଷ୍ୟ ଅନ୍ତର ମଧ୍ୟରେ କାର୍ଯ୍ୟ କରେ ଏବଂ ତାହା ଯେ ଶକ୍ତି ଯୋଗାଇଥାଏ, ଯେଉଁ ଶକ୍ତି କି ଅନେକଙ୍କ ପାଇଁ ବଳବାନର କାର୍ଯ୍ୟ କରିଥାଏ, ଯେଉଁ ଶକ୍ତି କି ପାହାଡ଼କୁ ଘୁଞ୍ଚେଇ ପାରେ, ଯେଉଁ ଶକ୍ତି କି ମୃତକୁ ଉଠାଇ ପାରେ, ଯେଉଁ ଶକ୍ତି କି ଅନ୍ୟକୁ ଠିଆ କରିପାରେ, ଯେଉଁ ଶକ୍ତି କି ଅନ୍ୟକୁ ତାକତ କରେ, ଯେଉଁ ଶକ୍ତି କି ଗଲିଆତ ପରି ବଡ଼ ମଣିଷକୁ ଭଗ୍ନ କରିପାରେ, ବଡ଼ ମଣିଷକୁ ଭାଙ୍ଗିପାରେ, ଶୈତାନକୁ ନଷ୍ଟ କରିପାରେ, ସେଇ ଶକ୍ତି ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମା ହୁଅନ୍ତି। ସେଇ ଶକ୍ତି ହଉଛନ୍ତି ଯେ ସେଇ ଜ୍ଞାନର ଶକ୍ତି। ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଲବଣ ପରି ବ୍ୟବହାର କରନ୍ତି। ସେଇ ଲବଣ ଯେ ଆମମାନଙ୍କୁ ଅନେକ କୀଟାଣୁକୁ ନଷ୍ଟ କରେ। ଆପଣ ଯେତେବେଳେ କି ଅନେକ ଗଛ ଲଗାନ୍ତି, ପୋକମାନେ
आसी पत्र को खाई दियंती, डाल को खाई दियंती, मूल को खाई दियंती। आउ जेतेले आपण माने जेतेले स्प्रे करूछंती, औषध स्प्रे करंती, आउ सेतिरे जो पोको कीटाणु थाए ताहा से नष्ट करे। पत्र को खाई देई थाए, डाल को खाई देउ थाए एवं तार मूल को मध्य से खाइबा आरंभ करि थाए। जेतेले लवणर मिश्रित औषध को जेतेले कि व्यवहार करा जाए सेतेले से पोको को मारि थाए। अनेक आज एपरि जगतर भाई भौणी माने अछंती, छोट छोट कीटाणु से मानको नष्ट करूछि, फल फलिया पई देउ नाही। जो कि छोट छोट विषय गुड़ाक आम जीवन में आसे आम शरीर को नष्ट करुए, आमर चिंता को बढ़ई थाए, आमर भावना को आम बढ़ई थाए, जो द्वारा कि प्रभु निकटवर्ती हो पार न था। आम भितर ताहा थाए जेपरि कहते चिंता खाए गंडी, लुण खाए हांडी, आम शरीर को नष्ट करुए। एपरि पोक, हिंसार पोक थाए, गर्वर पोक, अन्य को क्रोध करिवार पोक थाए, अन्य को विरोधी करिवार पोक थाए, अन्य मानकु भेद सृष्टि करिवार पोक थाए, सा फल फली पार न थाए, जो द्वारा कि प्रभु को राज्य आत्मिकतारे बढ़ी पारे ना, निज जीवन मध्य आत्मिकतारे फलवित हो पारे ना, प्रेम रे बढ़ी पारे ना, आनंद रे बढ़ी पारे ना, शांति रे बढ़ी पारे ना, परस्पर उपकारतारे बढ़ी पारे ना। से गछटी धीरे धीरे तार पत्र डाल मूल मध्य नष्ट हो जाए थाए। किंतु जीशु ख्रीस्ट जो कि लवण तैयारी करिसंती से होछु आम्भे माने अन्य जगह मिक्सिंग हो पारिबा। हमकु किए रागी की कहिला सेते में रिएक्शन हेबार आवश्यक नाही, जे आमन को घृणा कला सेते में रिएक्शन हेबार आवश्यक नाही, समान को प्रेम रे आमे ताकू ग्रास करि पारिबा, आनंद रे आमे ताकू बुझेई पारिबा, शांति रे तांको आमे निकटवर्ती हो पारिबा, तांको गृह को जीवा, तांको पय प्रार्थना करिबा, जो द्वारा कि आमे जगतर लवण हो पारिबा। जगतर जो कि 10टी गुण आमे आज देखिलु, से गुण सेपरेटेड फ्रॉम द सी, से लुण होची समुद्र ठारू अलगा करा जायछि, से लुण हेबा पय कष्ट जंत्रणा क्लेश होछि, से लुण अन्य मानकु पय ट्रांसपोर्ट करा जाउछि, से लुण अन्य पय शुद्ध एवं पवित्रता करा जाउछि, ता शुद्ध एवं पवित्रता उठे। मोर प्रिय माने आज माने से लुणर क्वालिटी आम पाखे अछि कि नूतन नियम जो कि लुण जीशु ख्रीस्ट घोषणा कले से शिष्य मान को कही ना, से आम मान आज कहवा चाहते। पुरातन नियम रे दाऊद संतान मान को खाली से लुण हेबा कही ना, से नियम आज आम मान को मध्य करुछंती। तुमे जगतर लवण, अन्य मानक निमंते लवण हो पार, अन्य मानकर क्षत बांधी देव, अन्य मानक शांति जगई देव, अन्य मानक तुम्हें शांति रे रखी पारिब, अन्य मानक निमंते तुम्हें संपूर्ण निजको नत करिब, नम्र करिब, एवं प्रत्येक जाति, प्रत्येक भाषावादी, प्रत्येक गोष्ठी, प्रत्येक लोक, गरीब धनी, ज्ञानी मूर्ख, राजा महाराजा, समस्त निकट में तुम्हें प्रकाश धरई पारिब। यही कथा जीशु ख्रीस्ट शिष्य मान को कहले, तुम्हें जगतर लवण। आज आम निजक समीक्षा करू, आम से परी जगत निमंते लवण ना, आम डाइनिंग टेबुल रे लखा जाइथिबा एक पात्र रे थिबा लवण ना, आम एक रुसई घरे रखा जाइथिबा एक कोण रे एक लवण ना, तरकारी रे पका जाइथिबा लवण। आम केउ लवण अटू, आम आज निजक प्रश्न करबा। ये अल्प वाक्य रे प्रभु प्रत्येक आशीर्वाद करंतु। आमेन।